ଶ୍ରୋତାବନ୍ଧୁ, ଆସନ୍ତୁ ଶୁଣିବା ପ୍ରଭୁ ଶ୍ରୀ ଜଗନ୍ନାଥ ଓ ଗଉଡ଼ ବୁଢ଼ାର ଏକ ସୁନ୍ଦର ଲୀଳା କାହାଣୀ। ପୁରୀର ଲକ୍ଷ୍ମୀ ବଜାରରେ ଜଣେ ପ୍ରୌଢ଼ ଗୋପାଳ ଦହି, କ୍ଷୀର, ଛେନାର ଦୋକାନଟିଏ ଦେଇ ପରିବାର ପ୍ରତିପୋଷଣ କରୁଥିଲେ। ତାଙ୍କର ପ୍ରକୃତ ନାଁ କାହାକୁ ଜଣା ନଥିଲା। ସାରା ଭାରତରେ ସେ ଗଉଡ଼ ବୁଢ଼ା ବୋଲି ଜଣାଯାଉଥିଲେ। ଭଲ ଜିନିଷ ଉଚିତ ମୂଲ୍ୟରେ ବିକ୍ରି କରୁଥିବାରୁ ତାଙ୍କ ଦୋକାନକୁ ସହରରେ ସମସ୍ତେ ଜାଣିଥିଲେ। ଦୋକାନ ଚଳାଇବା ସଙ୍ଗେ ସଙ୍ଗେ ସେ ପ୍ରତିଦିନ ଫୁଲ, ଦୟଣା, ତୁଳସୀର ଏକ ମାଳ ଯତ୍ନର ସହ ତିଆରି କରୁଥିଲେ ଓ ସନ୍ଧ୍ୟାବେଳେ ସେ ମାଳକୁ ନେଇ ମନ୍ଦିରକୁ ଯାଉଥିଲେ। ମାଳଟି ମହାପ୍ରଭୁଙ୍କୁ ଲାଗି ହେବା ପରେ ଆନନ୍ଦରେ ଗଦଗଦ ହୋଇ ତାଙ୍କର ଶୋଭା ଦର୍ଶନ କରି ଘରକୁ ଫେରୁଥିଲେ। ପିଲାମାନେ ବଡ଼ ହେଲା ପରେ ସେମାନେ ଦୋକାନ ଚଳାଇବାରେ ବାପାଙ୍କୁ ସାହାଯ୍ୟ କରିବାକୁ ଲାଗିଲେ। ତାଦ୍ୱାରା ତାଙ୍କୁ ଯେଉଁ ସମୟ ମିଳିଲା ସେଥିରେ ସେ ଭଲ ମାଳଟିଏ ପ୍ରସ୍ତୁତ କରିବାରେ କିଛି ଅଧିକ ସମୟ ବିନିଯୋଗ କଲେ ଓ ମନ୍ଦିରରେ ଅଧିକ ସମୟ ରହି ପ୍ରଭୁଙ୍କ ବଡ଼ସିଂହାର ବେଶ ଦର୍ଶନ କରି ଫେରୁଥିଲେ। ଧୀରେ ଧୀରେ ଗୋପାଳ ବୁଢ଼ାଙ୍କ ବୟସ ବଢ଼ିବାକୁ ଲାଗିଲା। ସେ ବାର୍ଦ୍ଧକ୍ୟରେ ପହଞ୍ଚିଲେ। ତା ସତ୍ତ୍ୱେ ସେ ମହାପ୍ରଭୁଙ୍କ ମାଳ ଗୁନ୍ଥିବା ଓ ତାଙ୍କୁ ଦୈନିକ ଦର୍ଶନ କରିବାରେ ଅବହେଳା କରୁନଥିଲେ। ତାପରେ ଆଣ୍ଠୁଗଣ୍ଠି ଦରଦ ହେବାରୁ ଚାଲିବାରେ ସେ କଷ୍ଟ ଅନୁଭବ କଲେ ମଧ୍ୟ ମାଳା ଗୁନ୍ଥି ନେଇ ମନ୍ଦିରକୁ ଯିବାରେ ହେଳା କରୁନଥିଲେ। କିନ୍ତୁ ସମୟକ୍ରମେ ଅବସ୍ଥା ଏପରି ହେଲା ଯେ ସେ 22 ପାହାଚ ଚଢ଼ି ପାରିଲେ ନାହିଁ। କିନ୍ତୁ ସବୁଦିନ ମାଳ ଗୁନ୍ଥି ପିଲାଙ୍କ ହାତରେ ପଠାଇ ଦେଉଥିଲେ। ଭକ୍ତର ଅଦର୍ଶନରେ ମହାପ୍ରଭୁଙ୍କ ମନ ବ୍ୟାକୁଳ ହେଲା। ଦିନେ ବଡ଼ସିଂହାର ବେଶ ପରେ ଦୁଇ ଭାଇ ଦୁଇଟି ବାଳକ ବେଶରେ ବୁଢ଼ାଙ୍କ ଦୋକାନରେ ପହଞ୍ଚିଲେ। ସେତେବେଳକୁ ଦୋକାନ ବନ୍ଦ ହେବାକୁ ଯାଉଥିଲା। ବୁଢ଼ାଙ୍କ ପୁଅ କହିଲା, ଦୋକାନ ବନ୍ଦ ହେଲା ବେଳ ହେଲାଣି, କ'ଣ ନେବ କୁହ? ଆମେ କିଛି ନେବୁ ନାହିଁ ମ, ତମ ବାପା ଆଜିକାଲି ମନ୍ଦିରକୁ ଯାଉନାହାନ୍ତି। କାହିଁକି ଯାଉନାହାନ୍ତି ବୋଲି ପଚାରିବାକୁ ଆସିଛୁ। ହେଇଟି ବାପା ବସିଛନ୍ତି, ତାଙ୍କ ଗୋଡ଼ ଖରାପ ଅଛି ତ ସେ 22 ପାହାଚ ଚଢ଼ି ପାରିବେନି। ଏତିକି ଶୁଣିଲା ପରେ ପିଲା ଦିଟା ଚାଲିଗଲେ। ସେଦିନ ରାତିରେ ଗଉଡ଼ ବୁଢ଼ା ମହାପ୍ରଭୁଙ୍କୁ ପ୍ରାର୍ଥନା କଲେ, ମହାବାବୁ, ମୋର ସିନା ଗୋଡ଼ ଖରାପ ଯେ ମୁଁ ଯାଇପାରୁନି, ତମେ ଟିକିଏ ଆସି ମୋତେ ଦର୍ଶନ ଦିଅନ୍ତନି। ତା ପରଦିନ ସନ୍ଧ୍ୟାବେଳେ ମହାପ୍ରଭୁ ଦୁଇ ଭାଇ ଦୋକାନକୁ ଯାଇ ବାଳକ ବେଶରେ ବୁଢ଼ାଙ୍କୁ ଦର୍ଶନ ଦେଲେ। ଭକ୍ତ ଭଗବାନଙ୍କୁ ଚିହ୍ନିବାରେ କେବେ ଭୁଲ କରେ ନାହିଁ। ମହାପ୍ରଭୁ ଦୁଇ ଭାଇଙ୍କୁ ଦର୍ଶନ କରି ସେ ଆନନ୍ଦାଶ୍ରୁ ଗଡ଼ାଇବାକୁ ଲାଗିଲେ। ତା ପରଦିନ ଠାରୁ ସେ ମାଳ ସହ ଗୋଟିଏ ଛୋଟ ଚିଠି ଗୁନ୍ଥି ପିଲାଙ୍କ ହାତରେ ମନ୍ଦିରକୁ ପଠାଇଲେ। ଚିଠି ଖୋଲି ନ ପଢ଼ିବାକୁ ପିଲାମାନଙ୍କୁ କହିଲେ। ଆଉ ସେଇ ଦିନଠାରୁ ଦୈନିକ ମହାପ୍ରଭୁ ଦୁଇ ଭାଇ ଦୋକାନକୁ ଯାଇ ବୁଢ଼ାଙ୍କୁ ଦର୍ଶନ ଦେଉଥିଲେ ଓ ବୁଢ଼ା ମାଳ ସାଙ୍ଗରେ ଚିଠିଟିଏ ଲେଖି ପଠାଉଥିଲେ। ଦିନେ ମାଳ ନେଇ ଯାଇଥିବା ଗୋପାଳ ପୁଅ ପଣ୍ଡାଙ୍କୁ କହିଲା, ନନା, ବାପା ମାଳ ସାଙ୍ଗରେ ଯେଉଁ ଚିଠି ଦେଉଛନ୍ତି ତମେ ପଢ଼ି ଦେଖନ୍ତନି। ଆମକୁ ତ ମନା କରିଦେଇଛନ୍ତି ପଢ଼ିବାକୁ। ତମେ ପଢ଼ିଲେ ଜାଣନ୍ତେ କ'ଣ ଲେଖି ବାପା ପଠାଉଛନ୍ତି। ପଣ୍ଡା ସେ କଥା ଶୁଣି ଜିଭ କାମୁଡ଼ି ଦେଲେ ଓ କହିଲେ, ନାଇଁରେ ବାପା, ସେ କଥା ହୋଇପାରିବ ନାହିଁ। ସେସବୁ ତୋ ବାପା ଓ ଠାକୁରଙ୍କ ଭିତର କଥା, ମୁଁ କାହିଁକି ମଝିରେ ବସିବି କହିଲୁ। ସେଦିନ ଗଉଡ଼ ପୁଅ ହତାଶ ହୋଇ ଘରକୁ ଫେରିଲା। କିନ୍ତୁ ତା ପରଦିନ ମାଳ ନେଇ ଗଲାବେଳେ 22 ପାହାଚରେ ଠିଆ ହୋଇ ଚିଠିଟାକୁ ବାହାର କରି ଦେଖିଲା। ସେ ଦେଖି ଆଶ୍ଚର୍ଯ୍ୟ ହେଲା ଯେ ଚିଠିରେ କିଛି ଲେଖା ହୋଇ ନଥିଲା। ତେଣୁ ବେକାର କାଗଜଟାକୁ ସେଇଠି ପକାଇଦେଲା। ମାଳ ନେଲାବେଳେ ପଣ୍ଡା ଚିଠି କଥା ପଚାରିବାରୁ ବାପା ଆଜି ଦେବାକୁ ଭୁଲି ଯାଇଥିଲେ ବୋଲି ମିଛ କହିଦେଲା।
ପଣ୍ଡା ସେଦିନ ସେବା ପରେ ଘରକୁ ଫେରିଲା ବେଳେ 22 ପାହାଚରେ ପଡ଼ିଥିବା କାଗଜଟାକୁ ଉଠେଇ କୌତୂହଳ ବଶତଃ ପଢ଼ିବାକୁ ଲାଗିଲେ। ସେଥିରେ ଲେଖା ଥିଲା, ମହାପ୍ରଭୁ ମହାବାହୁ ଏ ଅକିଞ୍ଚନକୁ ଦର୍ଶନ ଦେବା ପାଇଁ ଆପଣଙ୍କୁ ଦୈନିକ ରତ୍ନ ସିଂହାସନ ଛାଡ଼ି ମୋ ଦୋକାନକୁ ଆସିବାର କଷ୍ଟ କରିବାକୁ ପଡ଼ୁଛି। ସେଥିପାଇଁ ମୋତେ କ୍ଷମା କରିଦିଅ ମହାପ୍ରଭୁ। ପଣ୍ଡାଏ ଏହିପରି ଅଦ୍ଭୁତ ଚିଠି ପଢ଼ି ଆଶ୍ଚର୍ଯ୍ୟ ହେଲେ। ଟିକିଏ ଚିନ୍ତା କଲା ପରେ ସେ ଜାଣିଗଲେ ଯେ ସେ ଚିଠି ଗୋପାଳ ବୁଢ଼ା ମହାପ୍ରଭୁଙ୍କୁ ଲେଖିଥିବା ସେଦିନର ଚିଠି। କାରଣ ସେଦିନ ମାଳରେ ଚିଠି ନଥିଲା ଓ ତାଙ୍କ ପୁଅ ବାପା ଭୁଲିଗଲେ ବୋଲି ମିଛ କହିଦେଇଥିଲେ। ପହୁଡ଼ ପଡ଼ିଯାଇଥିବାରୁ ଚିଠିଟି ତା ପରଦିନ ମହାପ୍ରଭୁଙ୍କୁ ଦେବେ ବୋଲି ଭାବି ପଣ୍ଡା ଘରକୁ ଫେରିଗଲେ। ସେଦିନ ରାତିରେ ମହାପ୍ରଭୁ ପଣ୍ଡାଙ୍କୁ ସ୍ୱପ୍ନରେ କହିଲେ, ପଣ୍ଡା, ଗୋପାଳ ବୁଢ଼ାର ଚିଠି ପ୍ରସଙ୍ଗ ତୁମେ ବର୍ତ୍ତମାନ କାହାକୁ କହିବ ନାହିଁ। ଆଉ 2 ଦିନ ପରେ ମୁଁ ତାଙ୍କୁ ବୈକୁଣ୍ଠପୁରକୁ ନେଇଯିବି। ତାର ଶୁଦ୍ଧିକ୍ରିୟା ପରେ ତୁମେ ଏକଥା ତାଙ୍କ ପରିବାର ଆଗରେ ପ୍ରଘଟ କରିପାର। ଠିକ୍ ତାର 2 ଦିନ ପରେ ଗୋପାଳ ବୁଢ଼ା ଆମେ ଜାଣିବାକୁ ସ୍ୱାଭାବିକ ମୃତ୍ୟୁବରଣ କଲେ। କିନ୍ତୁ ମହାପ୍ରଭୁ ତାଙ୍କ ଭକ୍ତକୁ ବୈକୁଣ୍ଠକୁ ନେଇଗଲେ। ଶୁଦ୍ଧିକ୍ରିୟା ପରେ ପଣ୍ଡାଏ ଗୋପାଳ ଘରକୁ ଯାଇ ସମସ୍ତ ବୃତ୍ତାନ୍ତ ବର୍ଣ୍ଣନା କଲେ ଓ ବୁଢ଼ାଙ୍କ ଉଦ୍ଦେଶ୍ୟରେ ପ୍ରଣିପାତ କରି ଚିଠିଟିକୁ ପିଲାମାନଙ୍କୁ ହସ୍ତାନ୍ତର କଲେ। ଶ୍ରୋତାବନ୍ଧୁ, ଆଉ ଗୋଟିଏ ସୁନ୍ଦର କାହାଣୀ ନେଇ ଉପସ୍ଥିତ ହେବି ମୁଁ ମୋର ଆଗାମୀ ଅଧ୍ୟାୟରେ। ଜୟ ଜଗନ୍ନାଥ।